ହ୍ୟାଲୋ ସାଙ୍ଗମାନେ, ମୁଁ ସ୍ୱାଗତ କରୁଛି ଆପଣଙ୍କୁ ମୋର ଚ୍ୟାନେଲ୍ ଫାଲତୁ ଟୋକାସ୍କୁ, ଯେଉଁଥିରେ କି ଆମେ ପ୍ରଥମ ଥର ପାଇଁ ଗୋଟେ ବ୍ଲଗ୍ କରୁଛୁ। ତ ଚାଲନ୍ତୁ ଦେଖିବା ଏଇ ବ୍ଲଗ୍ରେ ଆମେ କ'ଣ କରୁଛୁ ଏବଂ କ'ଣ ପାଇଁ ଆମେ ଏ ବ୍ଲଗ୍ଟି କରିଛୁ। ତ ଆକ୍ଚୁଆଲି କହିବାକୁ ଗଲେ ଏହି ବ୍ଲଗ୍ଟି ଆମର ଗୋଟେ ସରପ୍ରାଇଜ୍ ଟି ଥିଲା। ଜଣଙ୍କୁ ସରପ୍ରାଇଜ୍ ଦେବା ପାଇଁ ଆମେ ବ୍ଲଗ୍ଟି କରିଥିଲୁ। ତ ଫାର୍ଷ୍ଟ ଟାଇମ୍ ବାହାରି ଯାଇଥିଲୁ ସକାଳୁ ସକାଳୁ ସେଇ 7ଟା ସାଢ଼େ 7ଟାରେ ବାହାରି ଯାଇଥିଲୁ ଆମେ, ମୋର ଆଉ ମୋର ସାନ ଭାଇ ତାର ମୋର ବସି ବାହାରି ଯାଇଥିଲୁ କଟକ ଏବଂ ପୁରୀ ବାଇପାସ୍ ରୋଡ଼ ଦେଇକି। ତ ଡ୍ରାଇଭିଂ ଯିଏ ଆମର କରୁଥିଲେ ସେ ପୁରା ହେଭି ଡ୍ରାଇଭର। ତାପରେ ଆମେ ପହଞ୍ଚି ଯାଇଥିଲୁ ଆମର ହଂସପାଳ ବ୍ରିଜ୍ ପାଖରେ, ଯେଉଁଟାକି ଆମେ କୁଆଖିଆ ବ୍ରିଜ୍ କହୁଛୁ। ବ୍ରିଜ୍ ପାରି ହେଲା ପରେ ସେ ରୋଡ଼ଟା ଟିକେ ଆବଡ଼ ଖାବଡ଼ ଥିଲା, ତଥାପି ଆମେ ଆମର ରାଇଡ଼ର ଯିଏ ମାନେ ବାଇକ୍ର ରାଇଡ଼ର ଯିଏ ସିଏ ଗାଡ଼ିଟିକୁ ବହୁତ ସ୍ମୁଥ୍ ଭାବରେ ନେଇଯାଇଥିଲେ। ଠିକ୍ରେ ଦେଖିପାରୁଥିବେ ଆପଣମାନେ ଏଇ ରୋଡ଼ଟି କେମିତି ଅବସ୍ଥା ଅଛି, କାରଣ କାମ ଚାଲିଛି, କନଷ୍ଟ୍ରକ୍ସନ୍ କାମ ଏବେ ବି ଚାଲିଛି ରୋଡ଼ର। ତାପରେ ଆମେ ଧୀରେ ଧୀରେ ଯାଇ ସେ ବ୍ରିଜ୍ କ୍ରସ୍ କରିକି ଆମେ ପହଞ୍ଚି ଯାଇଥିଲୁ ଆଉ ଏକ ନଈ ବ୍ରିଜ୍ ପାଖରେ, ଯେଉଁଟାକି ଆମର କାଠଯୋଡ଼ି ବ୍ରିଜ୍ ଥିଲା। ଏବଂ କାଠଯୋଡ଼ି ବ୍ରିଜ୍ଟି ଦେଖିପାରୁଥିବେ କେତେ ଲମ୍ବା ବ୍ରିଜ୍ଟି ଏଇଟା ମଧ୍ୟ। ତ ଏଇଟା କ୍ରସ୍ କରି ଗଲା ପରେ ହିଁ ଆମେ ଆମ ଡେଷ୍ଟିନେସନ୍ର କିଛି ବାଟ ପାଖରେ ପହଞ୍ଚିବୁ। ତ ଆପରେ ଆପଣଙ୍କୁ ଆମ ବ୍ଲଗ୍ରେ ଏମିତି ବହୁତ ସାରା ବ୍ରିଜ୍ ଦେଖିବାକୁ ପଡ଼ିବ, କାରଣ ଆମେ ଯେଉଁ ଜାଗାକୁ ଯାଉଥିଲୁ ସେପଟେ ଖାଲି ବ୍ରିଜ୍ ପରେ ବ୍ରିଜ୍, ଖାଲି ନଈ ବ୍ରିଜ୍ରେ ଦେଖିବାକୁ ପାଇବେ ଆପଣ। ତ ତାର ମୋର ବାଟ ଯାକ ଗପି ଗପି ଭିଡ଼ିଓ କରି ସେ ଭିଡ଼ିଓ ବି କରୁନଥିଲା, ମୋତେ ଜବରଦସ୍ତି କହିଲି ବୋଲି କଲା। ତ କହିଲା ମୋତେ ହାତ କାଟୁଛି, ମୁଁ ଏବେ ଭିଡ଼ିଓ କରିପାରିବିନି। ଦେଖନ୍ତୁ ଏଇଟା ଆଉ ଗୋଟେ ବ୍ରିଜ୍, ମୋତେ ଦେଖନ୍ତୁ ଏଇଟା ହେଲା ଆମର ଯେଉଁ ଏଇଟା କେଉଁ ବ୍ରିଜ୍ଟା ଆପଣ କମେଣ୍ଟରେ କହିବେ, କିନ୍ତୁ ମୁଁ ଆପଣମାନଙ୍କୁ କହିଦେଉଛି ପ୍ରଥମ ଥର ପାଇଁ। ଏଇ ବ୍ରିଜ୍ଟିକୁ ସେଇମାନେ ଜାଣିଥିବେ ଯେ ଏ ବ୍ରିଜ୍ ବିଷୟରେ ପଢ଼ିଥିଲେ ଏବଂ ଜାଣିଥିବେ, କାରଣ ଏ ବ୍ରିଜ୍ଟି ମେ ବି ଆପଣଙ୍କର ଗୋଟେ ଜେନେରାଲ୍ ନଲେଜ୍ ଟାଇପ୍ର। କାରଣ ଏଇଟା ହେଉଛି ଓଡ଼ିଶାର ଲାର୍ଜେଷ୍ଟ ବ୍ରିଜ୍, ଯେଉଁଟା ନାଁ ହେଉଛି ମହାନଦୀ ବ୍ରିଜ୍। ଦେଖିପାରୁଥିବେ ମହାନଦୀ ବ୍ରିଜ୍ କେତେ ବଡ଼ ବ୍ରିଜ୍। ଏଇଟା ସବୁଠାରୁ ଓଡ଼ିଶାର ବଡ଼ ବ୍ରିଜ୍ ହେଲା ମହାନଦୀ ବ୍ରିଜ୍। ମେ ବି କେତେ କିଲୋମିଟର ତ ମୁଁ ସମ୍ପୂର୍ଣ୍ଣ କହିପାରିବିନି, କିନ୍ତୁ ଯାହା ହେଲେ ବି ବହୁତ ବଡ଼ ହେଇଥିବ ଏଇଟା। ଆପଣ ଦେଖିପାରୁଥିବେ ଆମକୁ ଏ ବ୍ରିଜ୍ଟି ମିନିମମ୍ ଆମ ଗାଡ଼ି 75ରେ ସ୍ପିଡ଼୍ ଥିଲା ଗାଡ଼ି, ଫିର୍ ବି ଆମକୁ ଏଇ ବ୍ରିଜ୍ଟା କ୍ରସ୍ କରିବା ପାଇଁ ଆଟଲିଷ୍ଟ ତ 3 ମିନିଟ୍ ଲାଗିଥିଲା। 75 ସ୍ପିଡ଼୍ରେ ଯାଇକି ବି 2.5ରୁ 3 ମିନିଟ୍ ଲାଗୁଛି, 3 ମିନିଟ୍ ପ୍ଲସ୍ ଲାଗୁଛି ବ୍ରିଜ୍ଟା ଗୋଟେ କ୍ରସ୍ କରିବା ପାଇଁ। 3 ମିନିଟ୍ ପ୍ଲସ୍ ହେଇଥିଲା ମେ ବି। ତ ଆମେ ଏଇ ବ୍ରିଜ୍ଟିକୁ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟା କହିଲି ତାକୁ କରିବାକୁ ଦେଖିବା ପାଇଁ, କାହିଁକିନା ଏଇଟା ହେଉଛି ଆମର ଓଡ଼ିଶାର ଲାର୍ଜେଷ୍ଟ ବ୍ରିଜ୍। ସେଥିପାଇଁ ମୁଁ ତାଙ୍କୁ କହିଲି ଏଇ ବ୍ରିଜ୍ଟାକୁ ଟିକେ ଭଲସେ ଟିକେ ଭିଡ଼ିଓ ରେକର୍ଡ଼ିଂ କର, ଭଲସେ ଦେଖାଅ କେତେ ବଡ଼ ବ୍ରିଜ୍, ଲୋକ ଦେଖନ୍ତୁ ଜାଣନ୍ତୁ। ଆଗରୁ ତ ବ୍ରିଜ୍ରେ କିଛି ବି ନଥିଲା, କେବଳ ସାମାନ୍ୟ ବ୍ରିଜ୍ ଗୋଟେ ଥିଲା। ତାପରେ ଏବେ ସେପଟେ ଟ୍ରେନ୍ ଲାଇନ୍ ଏବଂ ଦିଦିର ଟ୍ରେନ୍ ଲାଇନ୍, ଟୋଟାଲ୍ ଦେଖିବାକୁ ଗଲେ 5ଟି ବ୍ରିଜ୍ ଏଇ ମହାନଦୀ ଉପରେ ହେଇଛି। ତ ସବୁ ତ ମେ ବି ସେମ୍ ହେଇପାରେ, କିଛିଟା ବି କମ୍ ହେଇପାରେ, କିନ୍ତୁ 5ଟି ବ୍ରିଜ୍ ହେଇଛି। ଦେଖିପାରୁଥିବେ ଆପଣ ସେପଟେ 2ଟି ଟ୍ରେନ୍ ଲାଇନ୍, ଏପଟେ 3ଟି ବ୍ରିଜ୍ ଅଛି, ଗୋଟେ ପୁରୁଣା ବ୍ରିଜ୍ ଆଉ 3 ନୂଆ ବ୍ରିଜ୍। ତ ଆମେ ସେ ବ୍ରିଜ୍ ପାରି ହେଲା ପରେ ଆମେ ପହଞ୍ଚି ଯାଇଥିଲୁ ଚଣ୍ଡିଖୋଲ ପାଖାପାଖି ପହଞ୍ଚି ଯାଇଥିଲୁ, ଯେଉଁଠିକି ଆମର ଏଇ ଯେଉଁ ଆପଣ ଡେଷ୍ଟିନେସନ୍ ଦେଖିପାରୁଥିବେ ଲେଫ୍ଟ ସାଇଡ଼୍ରେ ଗୋଟେ ଗଲା ପାହାଡ଼ଟେ। ତ ଆକ୍ଚୁଆଲି କହିଗଲେ ଆମେ ସେ ପାହାଡ଼କୁ ଯିବାର ଅଛି। ତ ଏ ପାହାଡ଼ ବିଷୟରେ ବି ଆପଣ ଜାଣିପାରିବେ ଏଇଟା କେଉଁ ପାହାଡ଼ କ'ଣ, ଏଇଟା ଆମେ ଆଗକୁ ଜଣାଇବୁ ଆପଣଙ୍କୁ। ତ ଧୀରେ ଧୀରେ ଆମେ ଆମ ଡେଷ୍ଟିନେସନ୍ ଆଡ଼କୁ ଆଗେଇ ଯାଇଥିଲୁ। ତାପରେ ସେ ବ୍ରିଜ୍ ପାହାଡ଼ଠୁ ଆଗକୁ କ୍ରସ୍ କଲା ପରେ ଆମକୁ ଗୋଟେ ଭଲ ଜିନିଷଟା ଦେଖିବାକୁ ପାଇଲା। ଦେଖିବେ ପରେ ଆପଣ ଭିଡ଼ିଓରେ ଏବେ ଦେଖିବେ, ଦେଖନ୍ତୁ ଏହି ଗଲାବେଳେ ବାଁ ସାଇଡ଼୍ରେ ଗୋଟେ ବାବା ଗୋକନେଶ୍ୱର ସ୍ପେଶାଲ୍ ଦହିବରା ଆଳୁଦମ୍ ଏବଂ ସ୍ପେଶାଲ୍ ଚାଟ୍ ଅଛି। ତ ଆମେ ଟିକେ ରହିଗଲୁ, କାରଣ ସକାଳୁ କିଛି ଟିଫିନ୍ ନଥିଲା। ତ ଆମେ ଟିଫିନ୍ କରିବା ପାଇଁ ଗଲୁ, ଭାଇକି ଟିଫିନ୍ ମାଗିଦେଲୁ। ଦେଖନ୍ତୁ ଭାଇ ବର୍ତ୍ତମାନ ଆମକୁ ଟିଫିନ୍ ଦେଇ ଦେଇଛନ୍ତି। ଆମେ ବରା, ଦହିବରା, ଆଳୁଦମ୍, ବରା ସବୁ ମିଶେଇକି ଖାଉଥିଲୁ। ତ ମୁଁ ଖାଇଥିଲି ଫାର୍ଷ୍ଟ ବରା ଏବଂ ଆଳୁଦମ୍, ତ ସେ ବି ମୋତେ ବରା ଆଳୁଦମ୍ ଖାଇଥିଲା। ତାପରେ ମୁଁ ଗୁଲଗୁଲା ଖାଇଥିଲି। ଦେଖିପାରୁଥିବେ ଭାଇଙ୍କରକୁ। ଆଉ ଖାଇସାରିଲା ପରେ ମୁଁ ଜଷ୍ଟ ଆଗକୁ ଯାଉଥିଲି କି ଦେଖିଲି ସାଇଡ଼୍ରେ ଗୋଟେ ଭଲ ଗୋକର୍ଣ୍ଣେଶ୍ୱର ମନ୍ଦିରଟେ ଦେଖିଲି, ଯେଉଁଠିକି ଉପରେ ଆମର ଗୋଟେ ଭଲ ଗେଟ୍ଟା ହେଇଥିଲା, ଯାହା ସଭା ଉପରେ ଅଛନ୍ତି ମହାଦେବ ଏବଂ ପାର୍ବତୀ। ତାପରେ ଆମର ସାଇଡ଼୍ରେ ଅଛନ୍ତି ଦେଖନ୍ତୁ ମଝିରେ ଆମର ନନ୍ଦୀ ମହାରାଜ ବିରାଜମାନ କରିଛନ୍ତି। ତାପରେ ନନ୍ଦୀ ମହାରାଜଙ୍କ ପରେ ସେଠି ସାଇଡ଼୍ରେ ଅଛନ୍ତି ଆମର ଦେଖିବେ ଆପଣ ବାଁ ପଟ ସାଇଡ଼୍ ଦେଖୁଥିବେ, ତାଙ୍କର ରାଇଟ୍ ସାଇଡ଼୍ରେ ଗଣେଶ ଦେବତା ଏବଂ ତାଙ୍କର ଲେଫ୍ଟ ସାଇଡ଼୍ରେ ଅଛନ୍ତି କାର୍ତ୍ତିକେୟ ଦେବତା। ଭଲ ସୁନ୍ଦର ମନ୍ଦିରଟେ, ଆମେ ଭାବୁଥିଲୁ ଯିବା ପାଇଁ, କିନ୍ତୁ ଆମ ଟାଇମ୍ ନଥିଲା ତ ଯାଇପାରିଲୁନି। ସେଥିପାଇଁ ଭିଡ଼ିଓରେ କେବଳ ବାହାରୁ ଆପଣ ଦେଖାଇ ଦେଉଛି, ଆପଣ ଦେଖିପାରୁଥିବେ। ବହୁତ ସୁନ୍ଦର ମନ୍ଦିରଟେ। ଏଇ ଦେଖନ୍ତୁ ଏଇ ରୋଡ଼ ସାଇଡ଼୍ରେ ପୁରା ହିଁ ଅଛି। ତ ଯେକୌଣସି ଭାବରେ ଭିଡ଼ିଓ କରିସାରିଲା ପରେ ବର୍ତ୍ତମାନ ଆମେ ବାହାରିଗଲୁ ଆମର ନୂଆ ଡେଷ୍ଟିନେସନ୍ ଜାଗାକୁ।
तो आम आम जगह को बाहर जाऊँ देखो आउ गोटे ब्रिज मत पड़ो आम गला बाटर तो आम धीरे धीरे ए गाड़ी स्टार्ट हेल्ला चलू आम गाड़ी सेम राइडर जी गाड़ी चलाऊे देखो आउ एक ब्रिज ए ब्रिज ना तो अवश्य मुझे जानी किंतु ये गोटे भल भल ब्रिजटे भल नईर ब्रिजटा कमेंट पचार पड़े बर्तमान आम आम रेस्टोरेंट पूरा पाखे पहुँचू यहाँ हूँ कुआखिया ब्रिज ये ब्रिज रो लेफ्ट साइड्रे क्रॉस जी जाई आगू गलापर किसी बाट जस्ट आगू गलापर ब्रिज रो अधारे गोटे क्रॉसिंग अच्छी सेपटू जावाई देखिए आप वीडियो देखिपारे देखो आम बर्तमान से क्रॉसिंग पाखे पहुँच जाइए यू राइट टर्न ने देखो ये राइट टर्न नहीं कि गलापर बाटर देखिए किसी फल दुकान अच्छी तो भाविल टी जाऊँ जनक घर को तो खाली हाथ जावाटा भल हम तो बर्तमान आम गाड़ी रखी किसी फल किनीदे तो गाड़ी धीरे 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 है फल दुकान पाखे रहा देखो बहुत प्रकार फल ये अच्छे भल भल फल अच्छे तो आम सीढ़ा ही फल किणा रहीगलु बर्तमान आम फल किଣା किणी सारी बर्तमान आम बाहरी गलु आमर जो जगह को आम जावार जहाँ आम सरप्राइज दबार था तो यही रूट रू 15 ରୁ 20 किलोमीटर पाखापाखि हम से जगटा जो जगह आम जाऊँ ये देखो कुआखिया महोत्सव मत पड़ता भाई राति आसी देखी किंतु आगू किसी कारण जो देखी है टाइम समय है आमको तो धीरे धीरे आम आगे बढ़ी जाइलु आम राइडर जी गाड़ी चलते सी मत धीरे 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 आगे चल जाते गाड़ी पछक अन ना जमा भी जो आम फास्ट आसलु एपटू रोडटा सिंगल रोड था एवं डबल रोड कम है बहुत आगे कारण आगू को ये गोटे कौ गोटे जगह गोटे मेन रोडटा डबल रोड हो कौ गोटे जगह फिट अलग गोटे कौ जगह फिट कारण कनेक्शन हम से अलग गोटे जगह सहित तापर आम पहुँच जाइए आउ एक नई ब्रिज देखो केते मुझे ना आगुरी भी कही आपको आप खाली वीडियो केते ब्रिज खाली देखिए एपर्त मे भी 5टा ब्रिज हो गला आहरी आगक ब्रिज भी थी बोधे जिते पाखक पाखु से ब्रिज बोधे बढ़ी बढ़ी था मे भी 7टा ରୁ 8टा पर ब्रिज कारण आम ओवर ब्रिज मिसेले और अधिक हम तो सीटा मिसे बर्तमान आम पहुँच जाइचु ये जगह जो मैंने जानी थे कमेंट कहे देखो ये डाहाण पटे देखो मुझे जगह देखिए दूसरी देखो ये जगह एत डेभलप हो गला आगुरी एत कि ना बहुत डेभलप हो जगह हूँ जाजपुर टाउन रो एनसी कॉलेज छक एनसी कॉलेज छक एनसी कॉलेज टाइम जो देखिए आपको यहाँ एनसी कॉलेज नुआ बस सब भल भल पोस्टर सब सब युवक संघ मैंने सब गोटे गोटे पोस्टर मार्ते देखते सब क्लब सब पोस्टर मार्च ये एनसी कॉलेज छक और हॉस्पिटल छक आगू हॉस्पिटल छक यू राइट टर्न ने देखो ये राइट टर्न नहीं कि आम पहुँचू बर्तमान आम लोकेशन मे भी 3 किलोमीटर रही ये पाखापाखि पहुँचू आमर तो हेवी राइडर गाड़ी चलाऊे जे आपन को किसी भी अंटा पेन किसी हेनी एकदम स्मूथ रे चलले स्मूथ रे गाड़ी स्पीड था जा तो स्मूथ रे टे घसी दी मत लगे देखो आम धीरे 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 आम गाड़ी आगे चली जाइए आम पाखापाखि पहुँच जाइचु तो ये टाइम कॉल आसला देखिए टिके रुहतु देखो ये टाइम कॉलटा गोटे आसला तो मुझे कथा व्यस्त थी से गाड़ी मन होता यही जगार ना हूँ भुजाली छक यार राइट साइड आमर माँ बुढ़ी कंटे अवस्थित अच्छा जोटा कि आपको मुझे देखे पारे कारण वीडियो मोर सेपट कर मन ना वीडियोटा सेपट कैमेरा टर्न कर नाला मन तो यू जस्ट हाफ किलोमीटर पर आम डेस्टिनेशन पड़े देखो आम धीरे धीरे बर्तमान आम डेस्टिनेशन पाखापाखि पहुँच गलु तो आम गाड़ी टे रखिलु जैकेट वैकेट काढ़िलु टी साइज कलु तापर पुणी बाहर मुझे हेलमेटा काटिदेली से हेलमेट पिंधला तो बाहर गलु देखो एबी भी एपटे सब प्रकार रोड साइड चाष फास कर लोक एवं रिसेंटली धान फान सब कटा होती भल गाँव पूरा स्मूथ परिवेश गाँ भर कारण टाउन साउंड खो घा भितर गाँव को आसिले बहुत भल लगे तो से बेले गाँव को आस बस दुथर गाँव को आस तो ये देखूँ ये देखूँ ये रईट सैड्रे अच्छा आम माँ मंगला ये नुआ मंदिर देखो माँ मंगलाटे माँ मंगला मंदिर ये लेफ्ट साइड टर्न करूँ देखो आम माँ को देखू जे कि मंदिर जाते आमको देखिक अनेक रहीगले तो ये आप आगे देखिपे जो जगह जाते से सब बाहर खेलुं देखो
ମୋ ସାନ ଭାଇ ଏବଂ ତା ସାଙ୍ଗ ଆଉ ଏଇ ଲେଫ୍ଟ ସାଇଡ଼୍ରେ ଯେଉଁ ଦୁଇ ଜଣ ଝିଅ ଛିଡ଼ା ସିଏ ହେଲେ ଜଣେ ହେଲେ ମୋ ମିସେସ୍ ଆଉ ଜଣେ ହେଲେ ମୋ ଶାଳୀ ମାନେ ମୋ ଭଉଣୀ। ତ ତାପରେ ଆମେ ସେଠି ରହିଲୁ, ସେଠି ରହିକି ଟିକେ ଖିଆପିଆ କଲୁ। କିଛି ସମୟ ଖିଆପିଆ କରିସାରିଲା ପରେ ଆମେ ପୁଣି ଥରେ ବାହାରିଗଲୁ ଯେଉଁ ଜାଗାକୁ ମୁଁ ଆପଣଙ୍କୁ କହିଥିଲି ଭିଡ଼ିଓ ମଝିରେ ଯେ ଏହି ପାହାଡ଼ରେ କ'ଣ ଅଛି, ଆମେ ଏ ପାହାଡ଼ ବିଷୟରେ ଆପଣଙ୍କୁ ଜଣେଇବୁ। ତ ଆମେ ସେଇ ପାହାଡ଼କୁ ବର୍ତ୍ତମାନ ଆମେ ଯାଉଛୁ। ସେଇ ପାହାଡ଼କୁ ଯିବା ପାଇଁ ବର୍ତ୍ତମାନ ଗାଡ଼ି ବାହାର କରି ଷ୍ଟାର୍ଟ ହେଲୁ। ଆମ ପଛରେ ସେମାନେ ସବୁ କାର୍ରେ ଆସୁଥିଲେ, ତ ଆମେ ଗାଡ଼ି ନେଇକି ଆଗକୁ ଧୀରେ ଧୀରେ ଗଲୁ। ତ ଆପଣମାନେ ଆଗକୁ ଦେଖିପାରିବେ ସେ ପାହାଡ଼ରେ କ'ଣ ଅଛି କ'ଣ ନାହିଁ, ମୁଁ ପାହାଡ଼ରେ ଅଛି କ'ଣ କହିବି। ତ ଆମର ବିଶିଷ୍ଟ କ୍ୟାମେରାମ୍ୟାନ୍ ଟିକେ କ'ଣ କ୍ୟାମେରାଟା କଲେ ଟିକେ ବ୍ଲୋର୍ ହେଇଯାଇଥିଲା, ତାପରେ ପୁଣି ଠିକ୍ କରିଦେଇ ପୁଣି ଗାଡ଼ିଟା ଆମେ ଚଲେଇ ଚାଲିଲୁ। ଧୀରେ ଧୀରେ ଗଲୁ। ଏହି ଜାଗାଟା ଆମେ ଆପଣଙ୍କୁ ଦେଖେଇ ନଥିଲୁ ଭିଡ଼ିଓରେ, ସେଥିଲାଗି ଆଉ ଥରେ ଦେଖିଲେ ଦେଖନ୍ତୁ ଏଠି ଆଉ ଗୋଟେ ଓଭର ବ୍ରିଜ୍ ଟାଇପ୍ର ପଡ଼ିବ, ଛୋଟ ବ୍ରିଜ୍ ଟାଇପ୍ର। ତ ଯେଉଁ ଏମିତି ମୁଁ ଆଗରୁ କହିଦେଇଥିଲି ଆପଣଙ୍କୁ ଯେ ଆମ ଭିଡ଼ିଓରେ କେବଳ ଆମେ ବ୍ରିଜ୍ ପରେ ବ୍ରିଜ୍ ଦେଖିବାକୁ ପଡ଼ିବ। ଦେଖନ୍ତୁ ଏଠି ଆଉ ଗୋଟେ ଛୋଟ ବ୍ରିଜ୍ ଟାଇପ୍ର ପଡ଼ିଲା। ତ ଧୀରେ ଧୀରେ ଆମେ ଆଗକୁ ପହଞ୍ଚି ଯାଇଥିଲୁ। ପହଞ୍ଚିଗଲା ପରେ ତାପରେ ଆମେ ଆଗକୁ ଧୀରେ ଧୀରେ ମାଡ଼ି ଚାଲିଥିଲୁ। ଦେଖନ୍ତୁ ଆଉ ଗୋଟେ ମଧ୍ୟ ବ୍ରିଜ୍ ପଡ଼ିଲା। এই ବ୍ରିଜ୍ଟା ମୁଁ ଗଲାବେଳେ ଆପଣଙ୍କୁ ଦେଖେଇ ନଥିଲି, କାରଣ ମୁଁ ଏ ଭିଡ଼ିଓ କରିନଥିଲି ବ୍ରିଜ୍ରେ। କାହିଁକିନା ଯିଏ କ୍ୟାମେରାମ୍ୟାନ୍ ଥିଲା ସିଏ ଆମକୁ କହିଲା କାରଣ ମୁଁ ଏତେ ସମୟ ଭିଡ଼ିଓ କରିପାରିବିନି, ମୋ ହାତ କହିଗଲା। ଦେଖନ୍ତୁ ଏ ସେ ଯେଉଁ ବ୍ରିଜ୍, ସେ ଯେଉଁ ପାହାଡ଼ଟା ଦେଖିଲେ, ଏଇ ପାହାଡ଼କୁ ଆମେ ଯିବାର ଅଛି ଏବେ। ପୁରା ଉପରୁ ତ ଯାଇପାରିବୁନି, କାରଣ ତାର କାରଣ ବି ମୁଁ ଆପଣଙ୍କୁ ଜଣେଇବି ଆଉ ଟିକେ ପରେ କାହିଁକି, କିନ୍ତୁ ଆମେ ସେଇ ପାହାଡ଼କୁ ହିଁ ଯିବୁ। ତ ଏଇଠୁ ଆମେ ବାହାରି ଯାଇଥିଲୁ। ବର୍ତ୍ତମାନ ଆମେ ସେ ପାହାଡ଼ ପୁରା ବିଲକୁଲ ପାଖାପାଖି ପହଞ୍ଚିଛୁ। ଦେଖନ୍ତୁ ସେଇ ରୋଡ଼ରେ, ସିଙ୍ଗଲ୍ ରୋଡ଼ରେ ପହଞ୍ଚି ଯାଇଛୁ। ଏଇଠୁ କିଛି ବାଟ ଆଗକୁ ଗଲେ ଆଉ ଗୋଟେ ମଧ୍ୟ ରୋଡ଼ ପଡ଼ିବ, ଆବଡ଼ ଖାବଡ଼ ରୋଡ଼। ତ ଆପଣ ଦେଖିବେ ଭିଡ଼ିଓରେ। ତ ସେଇ ପାହାଡ଼ ପାଖକୁ ଯିବୁ। ଏଇ ଦେଖନ୍ତୁ ଏଇ ଘରଟା ଦେଖିଥିଲି, ବହୁତ ବଢ଼ିଆ। ଚାରିପଟେ କିଛି ନାହିଁ, ଏକଦମ ପାହାଡ଼ ଏକୁ ଘରଟା ବହୁତ ବଢ଼ିଆ ଘରଟା ଲାଗୁଥିଲା। ଦେଖନ୍ତୁ ଏ ଘରଟା ବହୁତ ବଢ଼ିଆ ଘରଟା, ଏକଦମ ମାନେ ବିନା କିଛି ଟେନସନ୍ ସେ ରହୁଥିବେ ସେଠି। ଦେଖନ୍ତୁ ଆଉ ଗୋଟେ ଛୋଟ ବ୍ରିଜ୍ ମଧ୍ୟ ପଡ଼ିଲା। ଏଇଟା ଗୋଟେ ବୋଧେ କେଉଁ ଟ୍ରେନ୍ ଲାଇନ୍ ବ୍ରିଜ୍ଟା ଏଇଟା ଆମର। ତଳେ ଟ୍ରେନ୍ ଲାଇନ୍ ଅଛି, ଉପରେ ବ୍ରିଜ୍ଟି। ଟିକେ ରୋଡ଼ଟା ଆପଡ଼ ଖାପଡ଼ ଥିଲା, କିନ୍ତୁ ବହୁତ ଭଲ ଜାଗାଟା। ଆପଣମାନେ ଆସିକି ଏଠି ପିକନିକ୍ ମଧ୍ୟ ଆସିପାରିବେ, ଭୋଜି ଭାତ କରିପାରିବେ, ବୁଲାବୁଲି କରିପାରିବେ, ସବୁ କରିପାରିବେ। ତ ଧୀରେ ଧୀରେ ଆମେ ପାଖାପାଖି ପହଞ୍ଚିଯାଇଛୁ। ଦେଖନ୍ତୁ ଏପଟେ ଏରିଆ ଦେଖନ୍ତୁ, ଖାଲି ଗଛ ପଛ ଏପଟେ ବହୁତ ସୁନ୍ଦର ପରିବେଶ ଥିଲା ଏପଟେ ଏରିଆର। ତ ଏହି ଜାଗାଟି ହେଉଛି ମହାବିନାୟକ ଟେମ୍ପୁଲ। ମହାବିନାୟକ ଟେମ୍ପୁଲ ଏଇ ଜାଗାଟା। ମହାବିନାୟକ ଟେମ୍ପୁଲ ଏଇ ଦେଖନ୍ତୁ ଏଇ ପାହାଡ଼ର ପାଖରେ ଅବସ୍ଥିତ ଅଛନ୍ତି ମହାବିନାୟକ ପ୍ରଭୁ। ତ ମୁଁ କେବେ ଆଗରୁ ଆସିନଥିଲି, ଫାର୍ଷ୍ଟ ଟାଇମ୍ ଏବେ ଆସିଲି। ଏପଟେ ଆସିଲା ପରେ ଦେଖନ୍ତୁ ଏଇ ଯେଉଁ ଭିଡ଼ିଓଟା ମୁଁ ଏପଟ ସାଇଡ଼୍ରେ ଲେଫ୍ଟ ସାଇଡ଼୍ରେ ଦେଖାଉଛି ଆପଣଙ୍କୁ। ଏଇଟା ଦେଖନ୍ତୁ ଏଇ ଯେଉଁ ଏବେ ସବୁ ରୋଡ଼ କାମ ଚାଲିଛି, ପାଇପ୍ ଲାଇନ୍ କାମ। ତ ଏଇଠୁ ମୋତେ ଲାଗୁଛି ଏଇଠୁ ସବୁ ବୋଧେ ପାଇପ୍ ଲାଇନ୍ ଯାଉଛି, ଷ୍ଟକ୍ ଥିଲା। ତ ଧୀରେ ଧୀରେ ଆମେ ଗାଡ଼ି ରଖିଲୁ, ଗାଡ଼ି ଆଗକୁ ନେଲୁ। ଯେହେତୁ ଆମ ଟୁ ହ୍ୱିଲର୍ କିଛି ବି ପେ ଦେବାକୁ ପଡ଼ିଲାନି, ଟୋଲ୍ ପେ କିଛି ଦେବାକୁ ପଡ଼ିଲାନି। ଆମେ ଧୀରେ ଧୀରେ ଗାଡ଼ିଟିକି ଆମର ହେଭି ଡ୍ରାଇଭର ଯିଏ ଅଛନ୍ତି ସେ ତାକୁ ସାଇଡ଼୍ ମାରିକି ଆଗକୁ ନେଇ ପଳେଇଲେ। ଦେଖିବା ତ ଆପଣମାନେ କେତେ ଗାଡ଼ି ଥୁଆ ହେଇଛି। ମାନେ ନୂଆ ବର୍ଷ ବୋଲି ବହୁତ ଲୋକ ଆସିଥିଲେ। ମେ ବି ବହୁତ ମାନେ କାଉଣ୍ଟ କରିପାରିଲିନି ମୁଁ। ଯାହା ବି ହେଲେ ମିନିମମ୍ 15,000 ପାଖାପାଖି ଲୋକ ଆସିଥିବେ, 15,000 ଅଧିକ ଲୋକ ଥିବେ ଏଠି। ସମସ୍ତେ ଆସିଥିଲେ ନୂଆ ବର୍ଷ ସେଲିବ୍ରେଟ୍ କରିବା ପାଇଁ, ବାବାଙ୍କୁ ଦେଖିବା ପାଇଁ। ତ ମହାବିନାୟକ ପ୍ରଭୁ ଯିଏକି ବହୁତ ଫେମସ୍ ଠାକୁର ଏପଟର, ତାଙ୍କୁ ଦେଖିବା ପାଇଁ ଆସିଥିଲେ। ତ ଆମେ ମଧ୍ୟ ଯାଇଥିଲୁ, ଦେଖିଲୁ ପାଖରେ ଅଛନ୍ତି ତ ଟିକେ ଆସିଛୁ ତ ଟିକେ ବୁଲି ଯିବା। ଆମର ଏମିତି ଖାସ୍ କିଛି ପ୍ଲାନିଂ ନଥିଲା, ବଟ୍ ଆମେ ଜଷ୍ଟ ପହଞ୍ଚୁ ସେମାନେ କହିଲେ ତ ଏ ପାଖରେ ଅଛି, ଯିବା ହାରି। 30-40 କିଲୋମିଟର ଏଇଠୁ ହେବ। ତ ସେଥିପାଇଁ ଆମେ ଆସିଥିଲୁ ଏଠି ମହାବିନାୟକ ଦେଖିବାକୁ ପାଇଁ। ଆମେ ଆସିକି ପହଞ୍ଚିଲା ବେଳକୁ ମେ ବି 1 ହେଇଯାଇଥିଲା, 12:30 ପରେ 1 ପାଖାପାଖି ହେଇଥିଲା। ତ ଲୋକ ବହୁତ ଆସିକି ଭୋଜି ଭାତ ଆରମ୍ଭ କରିଦେଇଥିଲେ। ତ ଆମେ ବାଇକ୍ଟା ଆଗକୁ ନେଇକି ଆସିଲୁ, ବାଇକ୍ ସାଇଡ଼୍ କଲୁ, ବାଇକ୍ ସାଇଡ଼୍ ଲଗେଇଲୁ, ତାପରେ ଆମେ ବାହାରିଗଲୁ ପଦଯାତ୍ରାରେ। ମେ ବି ଏଇଠୁ ଆପଣଙ୍କୁ 300 ମିଟର ପାଖାପାଖି ଚାଲିକି ଯିବାକୁ ପଡ଼ିବ। 200-300 ମିଟର ଚାଲିକି ଯିବାକୁ ପଡ଼ିବ, କାରଣ ଗାଡ଼ି ଆଗକୁ ଛାଡ଼ିବେନି। ତ ମୁଁ ଭିଡ଼ିଓଟା କରି ଦେଖାଉଛି, ଆପଣ ଦେଖନ୍ତୁ କେତେ ଲୋକ ଆସିଥିଲେ। ଏବଂ ସେଇ ଯେଉଁ ସିଧା ଦେଖୁଛନ୍ତି ମନ୍ଦିରଟା, ସେଇଟା ହେଲା ତାଙ୍କର ଗେଟ୍। ତାଠୁ ଉପରୁ ପାହାଚ ଚଢ଼ିକି ଯିବେ। କିଛି ବାଟ ପାହାଚ ଚଢ଼ିଲା ପରେ ମହାବିନାୟକ ଅଛନ୍ତି। ତା ଉପରକୁ ଆହୁରି 300-350 ପାହାଚ ଆପଣ ଗଲା ପରେ ଆପଣ ଗୋଟେ ମାଆ ଅଛନ୍ତି, ସେଠି ମାଆ ବି ଅଛନ୍ତି ଉପରେ ପାହାଡ଼ ଉପରେ, ଯେଉଁଟା ଆମେ ଯାଇପାରିଲୁନି। ତ ଆପଣ ଦେଖିପାରିଲୁନି। ଦେଖନ୍ତୁ କେତେ ବାଇକ୍ କେତେ ଗାଡ଼ି ଫାଡ଼ି ସବୁ ପାର୍କିଂ ହେଇଛି। ଏ ଦୁଇ ଜଣ କିଛି ନାହିଁ, ଜଣେ ରୋମିଓ ଦ ଲଭର୍ ବାଇ ଫୋନ୍ରେ ଗପୁଥିଲେ, ଆଉ ଜଣେ ଆଇସ୍କ୍ରିମ୍ ଖାଇବାରେ ବ୍ୟସ୍ତ ଥିଲେ, ଯିଏକି ଜଣେ ଫୁଡ଼ି ଖାଲି ଖାଇବେ। ତ ଆମେ ଧୀରେ ଧୀରେ ପହଞ୍ଚି ଯାଇଥିଲୁ। ଆଗରେ ମୋ ସ୍ତ୍ରୀ
ଆଉ ମୋ ଭାଇର ସାଙ୍ଗ ଆଉ ମୁଁ ଯେଉଁ ସାନ ଭାଇ ସହିତ ଯାଇଥିଲି ସିଏ ଆମ ଝିଅକୁ ଧରିକି ଆଗରେ ଚାଲୁଥିଲା। ସିଏ ହେଲା ଆମ ଭାଉଜଙ୍କ ଝିଅ, ଆମ ଝିଅ ନୁହଁ। ତ ସେ ଧରିକି ଯାଉଥିଲା, ତ ମୋତେ ଟିକେ ମୋ ହାତ ପେନ୍ ହେଲା, ତାକୁ ଧରିକି ଯେତେବେଳେ ମୁଁ ତାକୁ କହିଲି ତୁ ଟିକେ ଧର ମୁଁ ଟିକେ ଭିଡ଼ିଓ କରୁଛି, ତ ଭିଡ଼ିଓ ବାହାନରେ ମୁଁ ତାଠୁ ଟିକେ ହାଲକା ହେଇଗଲି। ତାପରେ ଆମେ ଚାଲିଲୁ ବର୍ତ୍ତମାନ ମନ୍ଦିର ପାଖକୁ। ଦେଖନ୍ତୁ ଏଇ ଯେଉଁ ସିଡ଼ିଟା ଦେଖୁଛନ୍ତି ଆପଣ, ଏହି ସିଡ଼ିର ପୁରା ଉପରେ ଯେଉଁ ମନ୍ଦିରଟା ଦେଖାଉଛି ସେଇଟା ହେଲା ମହାବିନାୟକ ପ୍ରଭୁଙ୍କର ମନ୍ଦିର। ତ ଆମେ ବର୍ତ୍ତମାନ ଭାବିଲୁ କେଉଁଠି ଜୋତା ଥୋଇକି ଆସିଲା ପରେ ଦେଖିଲୁ ମନ୍ଦିରର ପୁରା ଆମ ଭାଗ୍ୟ ଖରାପ ଯେ ମନ୍ଦିର ଠିକ୍ ଟାଇମ୍ରେ ଆଳତି ଚାଲିଥିଲା। ତ ଆଳତି ଟାଇମ୍ରେ ଭିଡ଼ିଓ କିଛି କରିପାରିଲୁନି, ମୋ ସ୍ତ୍ରୀ ସାଡ଼େ ଯାଉଥିଲା ବୁଲିବା ପାଇଁ। ମୁଁ ତ ଡାକିଲି ରହ, ଏବେ ମାଙ୍କଡ଼ ଅଛନ୍ତି ଆଗକୁ ଯାଆନି, ନହେଲେ ମାଙ୍କଡ଼ ଭିଡ଼ିକି ନେଇଯିବ ଖାଇଦେବ। ତ ଦେଖନ୍ତୁ ବଜରଙ୍ଗବଲି ବାବା ସେ ଗୋଟେ ଆଣିବାକୁ ଯାଉଥିଲେ, ତ ଲୋକ ଆଇଲେ ପଶିଗଲେ। ବର୍ତ୍ତମାନ ଦେଖନ୍ତୁ ପୁରା ସିଡ଼ିକି ବସିବେ ନା ଅନେଇବେ ସମସ୍ତଙ୍କୁ। ଧୀରେ ଧୀରେ ମାଙ୍କଡ଼ଙ୍କୁ ଗୋଟେ ଜୁମ୍ କଲି ବୋଲି ଦେଖିବା, ଲୋକଙ୍କୁ ଦେଖିବା ମାଙ୍କଡ଼ଙ୍କୁ। ଦେଖନ୍ତୁ ବାବା କେମିତି ବସୁଛନ୍ତି, ଦେଖନ୍ତୁ ସବୁ ପ୍ରକାର ଧ୍ୟାନ ଦେବେ। ଆଉ ଜଣେ ସେଠି ବସୁଛନ୍ତି, ଦେଖନ୍ତୁ ଛୁଆଟେ କୁନି ମାଙ୍କଡ଼ଟେ। ତ ଭିଡ଼ିଓଟେ ଦେଖିବା ପାଇଁ ଦେଖୁଥିଲୁ। ତାପରେ ଆମେ ବର୍ତ୍ତମାନ ଆମ ମନ୍ଦିର ତ ବନ୍ଦ ଅଛି, ତ ବାବାଙ୍କ ମନ୍ଦିରଟେ ଦେଖିଥିଲୁ, ଚାରିପଟେ ଦେଖିଥିଲୁ ମନ୍ଦିର କେମିତି। ତ ବ୍ୟାଡ୍ ଲକ୍। ତାପରେ ଆମେ ବର୍ତ୍ତମାନ ମନ୍ଦିର ପୂଜାପୂଜି ସାରିକି କରିକି ବାହାରିଲୁ ଯିବା ପାଇଁ। ଦେଖନ୍ତୁ ମନ୍ଦିରର ଚାରିପାର୍ଶ୍ୱ ଦେଖିଦେଉଛୁ ଏମିତି ଏ ଚାରିପାର୍ଶ୍ୱ ଏ ଦେଖନ୍ତୁ ସେଠି ଗୋଟେ ମନ୍ଦିର ଗୋଟେ ଭଲ ଚିତ୍ରଟା ହେଇଥିଲା। ତ ସେଠୁ ବୁଲାବୁଲି ସରିଲା ପରେ ଆମେ ଆସି ପହଞ୍ଚି ଯାଇଥିଲୁ ଆମର ଆଉ ଗୋଟେ ଭଲ ପିକନିକ୍ ଜାଗାରେ, ଯେଉଁଟାକି ଆମେ ଖାଇ ପିଇ ସାରିକି ଆସିଥିଲୁ। ତ ଆସିସାରିଲା ପରେ ଏଇ ଦୁଇ ଜଣ ବ୍ୟକ୍ତି ବହୁତ କୋଢ଼ିଆ ବ୍ୟକ୍ତି, ଏ ଦୁଇ ଜଣ କୌଣସି କିଛି କାମ କଲେନି। ଆମେ ଦୁଇ ଜଣ ବୋଟିଂ କରିବା ପାଇଁ କହିଲୁ, ତ ବୋଟିଂ କରିବା ହଁ ମାରିଦେଲେ, କିନ୍ତୁ କିଛି କଲେନି। ଆମେ ଦୁଇ ଜଣ ବୋଟିଂ କଲୁ, ଆମେ ଦୁଇ ଜଣ କଲୁ। ସେ ଦୁଇ ଜଣ ପେଡିଲ ମାରିକି ଏଇ ଜାଣି ରଖିଥିବେ, ତାପରେ ଆମେ ନେଇକି ସବୁ ତ ଚଲେଇଲୁ କଲୁ। ତ ବୋଟିଂ କରି 20 ମିନିଟ୍ରୁ ମେ ବି ସିଏ ହାଫ୍ ଆନ୍ ଆୱାର୍ ପାଇଁ କରିଥିଲେ, 30 ମିନିଟ୍ ପାଇଁ କହିଥିଲେ ବୋଟିଂ, କିନ୍ତୁ ଆମେ 10 ମିନିଟ୍ 15 ମିନିଟ୍ ହାଲିଆ ଯାଇଥିଲୁ। ତ ବୋଟ୍ ଆଣି କୋଳରେ ଲଗେଇଦେଇ ଆମେ ବୁଲି ଯାଇଥିଲୁ, ପାର୍କ ଭିତରେ ବୁଲି ଯାଇଥିଲୁ। ଏଇଟା ହେଉଛି କୁସୁମା ପାର୍କ, ଯେଉଁଟାକି ଯାଜପୁର ଜିଲ୍ଲାରେ ଅବସ୍ଥିତ। ତ କୁସୁମା ପାର୍କ ବୁଲାବୁଲି ଭିତରେ ସିଏ ଆସି ମୋ ଉପରେ ଭିଡ଼ିଓ କରିଥିଲା, ମୋତେ କହିଲା ହାଏ ହ୍ୟାଲୋ କୁହ। ତ ଗୋଟେ ମଜାମସ୍ତି ପାଇଁ ଗୋଟେ ଭିଡ଼ିଓଟେ କରିଥିଲୁ, ହାଏ ହ୍ୟାଲୋ କହିଥିଲୁ। କ୍ୟାମେରା ଟିକେ ଏପଟ ସେପଟ କରିଦେଇଥିଲା। ଦେଖନ୍ତୁ କେତେ ବଡ଼ ପୋଖରୀଟା ହେଇଥିଲା, କିନ୍ତୁ ବହୁତ ବଡ଼ ପୋଖରୀଟା। କିନ୍ତୁ ଆମେ ଯେତେବେଳେ ସେଠି ପଚାରିଲୁ ସିକୁଡ଼ି ପୋଖରୀର ଗଭୀର କେତେ, ସିଏ ମାତ୍ର 7 ଫୁଟରୁ 8 ଫୁଟ କହିଲେ, ଯେ 7ରୁ 8 ଫୁଟ ମାତ୍ର ଗଭୀର। ତ ମେ ବି ଏଇଟା ଖୋଳା ହେଇକି ତିଆରି କରାହେଇଛି, ଆଗରୁ ପୋଖରୀଟା ନଥିଲା ବୋଧେ। ତ ଆମେ ଧୀରେ ଧୀରେ ବୁଲାବୁଲି ସରିଲୁ ପୋଖରୀରେ। ଦେଖନ୍ତୁ କ୍ୟାମେରାମ୍ୟାନ୍ ଆମର କେମିତି ଦେଖୁଛନ୍ତି ଗଛ ଫଛ, ସେଠି ସବୁ ଭଲ ଫୁଲ ଗଛ, ସବୁ ବଢ଼ିଆ ପ୍ରକାର ଗଛ ଅଛି। ତ ଆଉ ଆଗକୁ ତ ଯାଇପାରୁନି, କାରଣ ଗୋଡ଼ ହାତ ପେନ୍ କରୁଥିଲା ବୁଲି, ତ ସେଥିପାଇଁ ଆମେ ଆଗକୁ ଗଲୁନି। ଆଗରେ ଆପଣ ବଧୂକେ ଦେଖନ୍ତୁ, ଏବେ ବର୍ତ୍ତମାନ ରିଲ୍ସ ଚାଲିଥିଲା, ନୂଆ ଆକ୍ଟର ରିଲ୍ସ କରିବା ପାଇଁ ଯାଉଥିଲେ, ଆଉ ମୁଁ ଡାଇରେକ୍ସନ୍ ଦେଉଥିଲି, ଏଇଭଳିଆ ରିଲ୍ସ କରେ, ଏଇଭଳିଆ କରେ, ଭଲ ହେବ, ଇଏ ହେବ। ତ ଆମର ଯେ କ୍ୟାମେରାମ୍ୟାନ୍ ସେ କ୍ୟାମେରାକୁ ଓଲଟା ପୋଲଟା କରି ବୁଲେଇଦେଲେ, ଧରିଦେଲେ, ତାଙ୍କ ଇଚ୍ଛାରେ ସୁଟିଂ କରିଚାଲେ। ତାପରେ ଆମର ରିଲ୍ସ ସରିଲା, ତ ଆମେ ପୁଣି ଆଉଥରେ ଆମ କ୍ୟାମେରାମ୍ୟାନ୍ଙ୍କ ମୁଣ୍ଡ ଟିକେ ଖରାପ ହେଇଗଲା, ସେ ପୁଣି ସେ ଗଛ ଫଛ, ଗେଣ୍ଡୁ ଗଛ, ଇଏ ଗଛ ସବୁ ଦେଖେଇଲା। ଦେଖନ୍ତୁ ସତିକି ଆମେ ଜୀବନରେ କେବେ ଗେଣ୍ଡୁ ଗଛ ଦେଖିନୁ, ଗେଣ୍ଡୁ ଗଛ ନେଇ ଦେଖେଇଲା। ତାପରେ ପୁଣି ତାର କ'ଣ ଇଚ୍ଛା ହେଲା, ପୁଣି ସେ ପୋଖରୀ ଦେଖେଇଲା। କ'ଣ ତା ମୁଣ୍ଡକୁ ଯେତେବେଳେ ହେଲା, ମୁଁ କିଛି ବୁଝିପାରିଲିନି। ତ ଦେଖନ୍ତୁ ଇଏ ହେଉଛି ନୁଙ୍ଗୁଡ଼ାମିର ଆଉ ଏକ କୂଅ। ଏତେ ନୁଙ୍ଗୁଡ଼ା ଯେ ଲାଷ୍ଟକୁ ଫୁଲ ବଦଳରେ କାହାକୁ ଜୁମ୍ କରିଥିଲା, ଦେଖିପାରିଲେ ନା ନାହିଁ ଆପଣ? ଛାଡ଼ନ୍ତୁ, ସେ ବିଷୟରେ କହିଲେ କି ଆଗକୁ ଖରାପ ହେବ, କାରଣ ଏଇଟା ଲୋକମାନେ ଦେଖିବେ। ତ ଧୀରେ ଧୀରେ ଆମେ ଆଗକୁ ଯାଉଥାଉ, କିନ୍ତୁ କ୍ୟାମେରାମ୍ୟାନ୍ର ଆମର ମୁଣ୍ଡ ଖରାପ ହେଇଛି। କହିଲେ ଏପଟ ଫୁଲ, ସେପଟ ଫୁଲ, ସେପଟ ଫୁଲ, ଏପଟ ଫୁଲ, ଏମିତି ଦେଖେଇ ଯାଉଥାଏ। ଆରେ ଏତେ ଫୁଲ ନେଇ କ'ଣ କରିବୁ ତୁ, କ'ଣ